ଆଜି ମହାପ୍ରଭୁଙ୍କ ବନକ ଲାଗି ସନ୍ଧ୍ୟା 6ଟାରୁ ରାତି 11ଟା ଦର୍ଶନ ମନା। ବୁଧବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଶ୍ରୀମୁଖ ସଂହାର ତଥା ବନକ ଲାଗି ନୀତି ହେବ। ଏଥିପାଇଁ ସନ୍ଧ୍ୟା 6ଟାରୁ ରାତି 11ଟା ପର୍ଯ୍ୟନ୍ତ ଦର୍ଶନ କଟକଣା ରହିବ। ବନକ ଲାଗି ସମୟରେ ସର୍ବଦା ସାଧାରଣ ଠାକୁର ଦର୍ଶନ ବନ୍ଦ ରହିବ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଦ୍ୱିତୀୟ ଭୋଗମଣ୍ଡପ ପରେ ଠାକୁରଙ୍କ ଏହି ସ୍ୱତନ୍ତ୍ର ନୀତି ସମ୍ପନ୍ନ ହେବ। ଦତ୍ତ ମହାପାତ୍ର ସେବକମାନେ ଶ୍ରୀ ବିଗ୍ରହଙ୍କର ଏହି ନୀତି ସମ୍ପାଦନ କରିବେ। ବନକ ଲାଗି ଶେଷ କରି ଦତ୍ତ ମହାପାତ୍ର ସେବାୟତମାନେ ଗର୍ଭଗୃହ ବାହାରକୁ ଆସିଲେ ସିଂହାସନ ଧୁଆ ସହ ମହାପ୍ରଭୁଙ୍କ ମହାସ୍ନାନ ଆଦି ନୀତି ବଢ଼ି ପୁନଃ ଠାକୁରଙ୍କ ଦର୍ଶନ ଆରମ୍ଭ ହେବ।